ଶକୁନି ମହାଭାରତର ଏକ ଅତି ଚତୁର ଏବଂ ବିବାଦୀୟ ଚରିତ୍ର। ତାଙ୍କ କାହାଣୀ ପ୍ରତିଶୋଧ, କପଟ ଏବଂ ମନସ୍ତାତ୍ତ୍ୱିକ ରଣନୀତିରେ ପୂର୍ଣ୍ଣ। ଶକୁନି ଥିଲେ ଗାନ୍ଧାର ରାଜ୍ୟର ରାଜକୁମାର ଏବଂ ପରେ ସେଠାକାର ରାଜା। ସେ ରାଜା ସୁବଳଙ୍କ ପୁତ୍ର ଏବଂ ମାତା ଗାନ୍ଧାରୀଙ୍କର ଭାଇ ଥିଲେ। ସେ କୌରବମାନଙ୍କ ମାମୁଁ ଭାବରେ ପରିଚିତ। କେତେକ ପୌରାଣିକ କଥା ଅନୁସାରେ ଶକୁନି ହସ୍ତିନାପୁର ଏବଂ ଭୀଷ୍ମଙ୍କ ଉପରେ କ୍ରୋଧିତ ଥିଲେ। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା, ପ୍ରଥମ, ତାଙ୍କ ଭଉଣୀ ଗାନ୍ଧାରୀଙ୍କୁ ଜଣେ ଅନ୍ଧ ରାଜା ବା ଧୃତରାଷ୍ଟ୍ରଙ୍କ ସହ ବିବାହ କରିବାକୁ ବାଧ୍ୟ କରାଯାଇଥିଲା, ଯାହାକୁ ଶକୁନି ନିଜ ବଂଶର ଅପମାନ ବୋଲି ମାନୁଥିଲେ। ଦ୍ୱିତୀୟତଃ, କୁହାଯାଏ ଯେ ଭୀଷ୍ମ ଗାନ୍ଧାର ରାଜବଂଶକୁ ବନ୍ଦୀ କରି ରଖିଥିଲେ ଏବଂ ସେଠାରେ ଖାଦ୍ୟ ଅଭାବରୁ ଶକୁନିଙ୍କ ପିତା ଓ ଭାଇମାନଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ତାଙ୍କ ପିତା ତାଙ୍କ କୁରୁ ବଂଶର ବିନାଶ କରିବାକୁ ଶପଥ କରାଇଥିଲେ। ଶକୁନି ପଶା ଖେଳରେ ଅତି ନିପୁଣ ଥିଲେ। ତାଙ୍କ ପାଖରେ ଥିବା ପଶା କାଠି ତାଙ୍କ ପିତାଙ୍କ ହାଡ଼ରେ ତିଆରି ହୋଇଥିଲା, ଯାହା ଶକୁନିଙ୍କ ନିର୍ଦ୍ଦେଶ ଅନୁସାରେ ପଡ଼ୁଥିଲା। ସେ ଦୁର୍ଯ୍ୟୋଧନଙ୍କୁ ପାଣ୍ଡବମାନଙ୍କ ବିରୋଧରେ କୁମନ୍ତ୍ରଣା ଦେଇ ପଶା ଖେଳ ପାଇଁ ପ୍ରବର୍ତ୍ତାଇଥିଲେ। ଏହି ଖେଳରେ ହିଁ ପାଣ୍ଡବମାନେ ନିଜର ସର୍ବସ୍ୱ ହରାଇଥିଲେ ଏବଂ ଦ୍ରୌପଦୀଙ୍କର ବସ୍ତ୍ରହରଣ ଭଳି ଘଟଣା ଘଟିଥିଲା। ଶକୁନିଙ୍କ ଚକ୍ରାନ୍ତ ଯୋଗୁଁ ହିଁ ମହାଭାରତର ଭୟଙ୍କର ଯୁଦ୍ଧ ସଂଘଟିତ ହୋଇଥିଲା। ଯୁଦ୍ଧର 18ତମ ଦିନରେ ଶକୁନି ପାଣ୍ଡବଙ୍କ ମଧ୍ୟରୁ ସର୍ବକନିଷ୍ଠ ସହଦେବଙ୍କ ହାତରେ ନିହତ ହୋଇଥିଲେ। ସହଦେବ ଶପଥ କରିଥିଲେ ଯେ ସେ ଶକୁନିଙ୍କୁ ବଧ କରି କୁରୁ ବଂଶର ଅନ୍ୟାୟର ପ୍ରତିଶୋଧ ନେବେ। ଆପଣ ଜାଣନ୍ତି କି, ଶକୁନି ଚାହୁଁଥିଲେ ଯେପରି କୌରବ ଏବଂ ପାଣ୍ଡବ ପରସ୍ପର ମଧ୍ୟରେ ଲଢ଼ି ମରନ୍ତୁ, ଯାହାଦ୍ୱାରା ତାଙ୍କ ବଂଶର ଅପମାନ ପ୍ରତିଶୋଧ ପୂରଣ ହେବ। ସେ କେବଳ ପାଣ୍ଡବଙ୍କ ଶତ୍ରୁ ନଥିଲେ, ବରଂ ପରୋକ୍ଷରେ ସେ କୌରବମାନଙ୍କର ମଧ୍ୟ ସବୁଠାରୁ ବଡ଼ ଶତ୍ରୁ ଥିଲେ। ଶକୁନିଙ୍କ ଶେଷ ସମୟରେ ଏକ ବିଶେଷ କଥା କୁହାଯାଏ ଯେ ମୃତ୍ୟୁ ପୂର୍ବରୁ ଶକୁନି ମନେ ମନେ ଖୁସି ଥିଲେ, କାରଣ ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା କୌରବମାନଙ୍କର ବିନାଶ କରିବା, ଭୀଷ୍ମଙ୍କ ବଂଶକୁ ଶେଷ କରିବା। ଯୁଦ୍ଧ ଶେଷ ବେଳକୁ ପ୍ରାୟ ସମସ୍ତ କୌରବ ମୃତ୍ୟୁବରଣ କରିସାରିଥିଲେ। ତେଣୁ ଶକୁନି ନିଜର ପ୍ରତିଶୋଧ ପୂରଣ ହୋଇଥିବା ଅନୁଭବ କରି ପ୍ରାଣତ୍ୟାଗ କରିଥିଲେ। ଶକୁନିଙ୍କ ଚରିତ୍ରରୁ ଏହା ଶିଖିବାକୁ ମିଳିଲା ଯେ ଶକୁନିଙ୍କ ପ୍ରତିଶୋଧ କେବଳ ତାଙ୍କ ଶତ୍ରୁଙ୍କୁ ନୁହେଁ, ବରଂ ତାଙ୍କ ନିଜର ଭଣଜା ବା କୌରବମାନଙ୍କୁ ମଧ୍ୟ ବିନାଶ ମୁଖକୁ ଠେଲି ଦେଇଥିଲା। ଖରାପ ସଙ୍ଗ ଏବଂ ଭୁଲ ପରାମର୍ଶ କିପରି ଏକ ବଡ଼ ସାମ୍ରାଜ୍ୟକୁ ଧ୍ୱଂସ କରିପାରେ, ଶକୁନି ତାହାର ସବୁଠାରୁ ବଡ଼ ଉଦାହରଣ।